ରାଜ୍ୟରେ 6 ଲକ୍ଷରୁ ଅଧିକ ଯୋଗ୍ୟ ସାମାଜିକ ସୁରକ୍ଷା ପେନ୍ସନରୁ ବଞ୍ଚିତ ଅଛନ୍ତି। ସମସ୍ତ ଯୋଗ୍ୟତା ପୂରଣ କରିଥିବା ସତ୍ତ୍ୱେ ଏହି ସୁବିଧା ପାଇବା ପାଇଁ ସେମାନଙ୍କୁ ଅପେକ୍ଷା କରିବାକୁ ପଡୁଛି। କେତେବେଳେ ପୂର୍ବ ହିତାଧିକାରୀଙ୍କର ମୃତ୍ୟୁ ଯୋଗୁଁ ଖାଲି ସ୍ଥାନ ସୃଷ୍ଟି ହେବା ପର୍ଯ୍ୟନ୍ତ। ଏହା ରାଜ୍ୟର ବୃଦ୍ଧ ଏବଂ ଅସହାୟ ନାଗରିକମାନଙ୍କର ପ୍ରତି ଏକ ଅନ୍ୟାୟ। ପୂର୍ବତନ ସରକାର ଏହି ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ। ଆମ ସରକାର ଏହାକୁ ଏକ ଗୁରୁତର ଅସଙ୍ଗତି ଭାବେ ସ୍ୱୀକାର କରୁଛି ଏବଂ ଏହାର ସମାଧାନ ପାଇଁ ମଧୁବାବୁ ପେନ୍ସନ୍ ଯୋଜନା ଅଧୀନରେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ପରିପୃକ୍ତ ବା ସାଚୁରେସନ୍ ମୋଡରେ ଅନ୍ତର୍ଭୁକ୍ତ କରିବା ପାଇଁ ନୀତିଗତ ନିଷ୍ପତ୍ତିର ପ୍ରସ୍ତାବ ରଖିଛି। ଆମେ ତୁରନ୍ତ ବାଦ ପଡ଼ିଥିବା 6 ଲକ୍ଷରୁ ଅଧିକ ଯୋଗ୍ୟ ବ୍ୟକ୍ତିଙ୍କୁ ସାମାଜିକ ସୁରକ୍ଷା ପେନ୍ସନ୍ ପ୍ରଦାନ କରିବୁ। ଏହା ସହିତ ଭବିଷ୍ୟତରେ ଯେତେବେଳେ କୌଣସି ବ୍ୟକ୍ତି ଆବଶ୍ୟକ ଯୋଗ୍ୟତା ପୂରଣ କରିବେ ସେମାନଙ୍କୁ ଏହି ସୁବିଧା ପାଇବା ପାଇଁ ଆଉ ପୂର୍ବ ହିତାଧିକାରୀଙ୍କର ମୃତ୍ୟୁ ଦ୍ୱାରା ଖାଲି ଥିବା ସ୍ଥାନ ସୃଷ୍ଟି ପର୍ଯ୍ୟନ୍ତ ଅପେକ୍ଷା ନ କରି ତୁରନ୍ତ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ କରାଯିବ। ଏହି ପଦକ୍ଷେପ ଆମ ନାଗରିକମାନଙ୍କର ପାଇଁ ସାମାଜିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବାର ସୁଦୂର ପ୍ରସାରୀ ପ୍ରଭାବ